नमस्कार दर्शक बंधु मु आकाश साहू आपण स्वागत करुँच मोर आपण यूट्यूब चैनल आकाश स्वयं ब्लॉगिंग रे आज मुझे आपण सहित गोटे बढ़िया रेसिपी शेयर करने जाऊँगी। कोड़े 15-20 मिनट भितर रेसिपीटा बनछ ना आलू को आगे भाजिना भल भाव में। देखते आलू भल भाजी गला वीडियो स्किप करने बहुत लंबा चलता देखते भाजीगला जो काढ़ी ना थाली देखते ना आलू भजा सब कड़ा आम आड कर तेल भी गरम अच्छे जो गोटा मसला सब नहीं से सब आड करनवा कहीं गोटा मसला भल भाजी ना जमी गोटा मसला टे मैंने भाजी तार मानने येटा टेस्टा जमी तेल आड हो गोटा मसलार से भाजी नवा तो भाजी जाओ पिज आड करनवा भाजी हो टिके वेट करनवा कारण से भल से देखते भाजी गला भल से पूरा क्लीयरली आम पिज आड करवा कहीं पिज आड कर पिज भाजवा पिज भाज द्वारा टेस्ट बढ़ी था तरकार पिजर मानने येटा भल लगे पिज के भाजी दवा मिनिमम 5-4 मिनट वेट कर भाजी ना भल से पिज पूरा लाल लाल हो मैंने अधिक पड़ोनी कि अधिक कंचा से भाया पूरा मीडियम फ्लेम करके भाजी ना पूरा बढ़िया से देखते पिज पूरा बढ़िया भाव भाजी पूरा मीडियम ये अधिक पड़नी कि अधिक कंचा ना एम जो मैरिनेट कर रखी थे चिकेन ताकू आड करनवा आड करने सब भल मिक्सर जमीक सब तेल जमी सबुआड़े हो
ମାନେ ତେଲ ଯେଉଁ ସବୁ ଚିକେନ୍ ଆଡ଼େ ମିଶିଥିବ ସେମିତି ପୁରା ମିଶେନ ମିନିମମ୍ ପୁରା ବଢ଼ିଆ ଆସେ ତେଲରେ ଆଡ଼୍ ଯେମିତିକି ମାନେ ଭଲ ସବୁଆଡ଼େ ଯେମିତି ତେଲ ପିଇଯିବ ଚିକେନ୍ର ମସଲା ବି ପଡ଼ିଛି ନା ମ୍ୟାରିନେଟ୍ କରିନେଇଥିଲେ ନା ମିନିମମ୍ 15-20 ମିନିଟ୍ ମିନିମମ୍ 20 ମିନିଟ୍ ପର୍ଯ୍ୟନ୍ତ ମ୍ୟାରିନେଟ୍ କରିଥିଲେ ଆପଣ ବି ଚାହିଁଲେ 20 ମିନିଟ୍ କରିପାରିବେ କାରଣ ସବୁ ମସଲା ଗୁଡ଼ା ଯେମିତି ଚିକେନ୍ ପିଇ ନେବ ଦହି ମସଲା ଯେମିତି ଚିକେନ୍ ଗୁଡ଼ା ଟାଣ ନା ସେଠି ଭଲ ରହିବ ତାକୁ ଆମେ ଭଲରେ ଗୋଳେଇକି ନା 10-15 ମିନିଟ୍ ପାଇଁ ଛାଡ଼ିଦେବା ଆଉ ଯଦି ଆମେ ୟାକୁ ଭଲରେ ମିଶାଇ ଦେଇଛୁ ଯେଉଁ ଚିକେନ୍ ଆଉ ୟାକୁ ଇଏ କରୁଥିଲେ ଯେଉଁ ଭାଜି ରଖିଥିଲେ ଆଳୁକୁ ମିଶାଇଦେବା କାରଣ ଆଳୁ ବି ମସଲା ପିଇଯିବ କାରଣ ଚିକେନ୍କୁ ତ ମ୍ୟାରିନେଟ୍ କରିଥିଲେ ନା ଆଳୁ ତ ମ୍ୟାରିନେଟ୍ କରିନଥିଲେ ସେଥିପାଇଁ ଆଳୁକୁ ବି ଆଡ଼୍ କରିନେବା ସହିତ ଆଳୁ ଆଡ଼୍ କରିନେଲେ ଆଳୁ ବି ଭଲରେ ମସଲା ପିଇଯିବ ଆଉ ଯେଉଁ ଅଧା ସିଝିଥିଲା ଯେଉଁ ଭାଜିଲା ବେଳକୁ ଏବେ ତରକାରୀ ମାନେ ମସଲା ସହିତ ମିଶାଇକି ଆହୁରି ଇଏ କରିଦେଲେ ଘୋଡ଼େଇ ରଖିଥିଲେ କିଛି ସମୟ 15-20 ମିନିଟ୍ ଇଏ ଆଳୁ ବି ଭଲରେ ସିଝିଯିବ ତାକୁ ଭଲରେ ମିଶାଉଛି କାରଣ ମସଲା ପିଇ ନେବ ଆଳୁଟା ଭଲରେ ମିଶାଇଦେବା ସେଥିପାଇଁ ମିଶାଇଦେବା ତାକୁ 1-2 ମିନିଟ୍ ପରେ ମିଶାଇଲେ ଭଲରେ ଆଳୁଗୁଡ଼ା ମିଶିଯିବ ତାର ମିଶିଗଲା ପରେ ଏଇନା ତାକୁ ଢାଙ୍କୁଣି ଦେଇ ରଖିଦେବା ମିନିମମ୍ 10-15 ମିନିଟ୍ ଖଣ୍ଡେ ରଖିଦେଇକି ଗ୍ୟାସ୍କୁ ଲୋ ଫ୍ଲେମ୍ କରିଦେବା କାରଣ ଏଥିରେ ଆମେ ଦହି ମିଶାଇଛେ ନହେଲେ ତ ଦହି ଲାଗିଯିବ ସେଥିପାଇଁ ଆମେ ଗ୍ୟାସ୍କୁ ଏବେ ଲୋ ଫ୍ଲେମ୍ କରିଦେବା ଲୋ ନେବେ ହାଇ ମୁଁ କରିଦେଇଛି କାରଣ ଟିକେ ଜଲ୍ଦି ଥିଲା ନା ସେଥିପାଇଁ ଦେଖିବା ଏଇନା ଦେଖିବା ତରକାରୀ ଅବସ୍ଥାରେ କ'ଣ ହେଇଛି ଦେଖୁଥିବେ ଆମର ସେ ଯେଉଁ ଚିକେନ୍ରୁ ପାଣି ମାନେ ଧୀରେ ଧୀରେ ଆସିବ ପାଣି ବାହାରୁଛି କାରଣ ଚିକେନ୍ ଆମେ ଦହି ମିଶାଇଥିଲା ନା ସେଥିପାଇଁ ପାଣି ବାହାରୁଛି ଚିକେନ୍ ବି ପାଣି ଥାଏ ସେଟା ଟିକେ ଭଲ ଟିକେ ମିକ୍ସ କରିଦେବା ଦ୍ୱାରା ଯେଉଁ ପାଣି ଗୁଡ଼ା ହେଇଥିବ ଚିକେନ୍ର ବି ସବୁଆଡ଼େ ମିଶିଯିବ ଉପର ତଳ ଯେଉଁ ଲୁଣ ଫୁଣ ଯାହା ସବୁ ହେଇଥିବ ସବୁଆଡ଼େ ମିଶିକି ଭଲ ଭାବରେ ସବୁଆଡ଼େ ଇଏ ହେଇଯିବ ସେଥିପାଇଁ ମିଶାଇଦେବା ଆଉ ଯେଉଁଟା ସିଝିନଥିବ ଉପର ତଳ କଲେ ମାନେ ସିଝିଯିବ ଏବେ 10 ମିନିଟ୍ ହେଇସାରିଲା ଦେଖିଦେବା କାଢ଼ି କ'ଣ ହେଇଛି ଚିକେନ୍ ତଥାପି ପାଣି ଅଛି ଏବେ ଆମେ ଇଏ କରିଦେବା ଧନିଆ ପତ୍ର ପକାଇ ଭଲ ଭାବରେ ତାକୁ ଇଏ କରିଦେବା କ'ଣ ଗାର୍ନିସିଂ କରନ୍ତି ମୁଁ ସରି କହିପାରୁନି ଗାର୍ନିସିଂ କରିଦେବା ଆଉ ଆମେ ଲାଷ୍ଟରେ ଗରମ ମସଲା ବି ଆଡ଼୍ କରିନଥିଲା ନା ଗରମ ମସଲା ଆଡ଼୍ କରିଦେବା ଲାଷ୍ଟରୁ ଆଡ଼୍ କଲେ ଗରମ ମସଲା ମାନେ ଭଲ ସ୍ମେଲ୍ ଆସିବ ଥାଏ ଖାଇବାର ଆଉ ଖାଇବାକୁ ଭଲ ଟେଷ୍ଟି ଲାଗିଥାଏ ଦେଖୁତେ ଆମର ପୁରା ଚିକେନ୍ ଦହି ପୁରା ରେଡ଼ି ହେଇସାରିଲାଣି ସେଥିପାଇଁ ଟିକେ ଆଉ 1-2 ମିନିଟ୍ ମାତ୍ର ଘୋଡ଼େଇକି ରଖିଦେବା କାରଣ ଯେଉଁ ଗରମ ମସଲା ଆଉ ଯେଉଁ ଧନିଆ ପତ୍ର ପଡ଼ିଥାଏ ସେଗୁଡ଼ା ବି ଟିକେ ଭଲ ଭାବରେ ମିଶିଯାଉ ଚିକେନ୍ ସହିତ ତାପରେ ଦେଖୁଥିବେ ଆମର ଚିକେନ୍ ଆଉ ଦହି ପୁରା ରେଡ଼ି ହେଇଯାଇଛି ଖାଇବା ପାଇଁ ପୁରା ରେଡ଼ି କିନ୍ତୁ ଆ ଦେହରେ ମନେ କରିକି ଯେଉଁ ପାଣି ଦେବେନି କାରଣ ଏମିତି ଶୁଖିଲା ରଖିବେ ନହେଲେ ଭଲ ଲାଗିବନି ଖାଇବା ପାଇଁ ଆଉ କେମିତି କଷା ଟାଇପ୍ର କରି ଖାଇବେ ଦହି ଚିକେନ୍ ମସ୍ତ ଲାଗିବ ଗ୍ରେଭି ମୋଟା ରହିବ ଆଉ ଏମିତି ପାଣି ଦେଇଦେଲେ ପୁରା ଭଲ ଲାଗିବନି କାରଣ ମୁଁ ଆ ଦେହରେ ପାଣି ଦେଇଥିଲି ସେଥିପାଇଁ ଭଲ ଲାଗୁନଥିଲା ସେଥିପାଇଁ ଆପଣମାନଙ୍କୁ କହିବି ରିକମେଣ୍ଡ କରିବି କି କେହି ପାଣି ଦେବେନି ଏମିତି ଶୁଖିଲା କଷାଳିଆ ରଖିକି ଖାଇବେ ତ ଭଲ ଲାଗିବ ଦେଖୁତେ ଆମର ପୁରା ରେସିପିଟି ତିଆରି ହେଇଯାଇଛି ଯେଉଁମାନଙ୍କୁ ବି ରେସିପିଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଯଦି ଲାଷ୍ଟ ପର୍ଯ୍ୟନ୍ତ ଦେଖିଛନ୍ତି ନିଶ୍ଚୟ ଲାଇକ୍ କରିକି ଯାଆନ୍ତୁ ତଳେ ଗୋଟେ କମେଣ୍ଟ କରିଦେବେ କେମିତି କ'ଣ ଲାଗୁଛି ଯେଉଁମାନଙ୍କୁ ବି ଭିଡ଼ିଓଟି ଭଲ ଲାଗିଥିବ ସେ ଭିଡ଼ିଓକୁ ଲାଇକ୍ କରନ୍ତୁ କମେଣ୍ଟ କରନ୍ତୁ ନିଶ୍ଚୟ ଗୋଟେ କମେଣ୍ଟ କରିବେ ଆଉ ସବସ୍କ୍ରାଇବ୍ କରିବେ ଚ୍ୟାନେଲକୁ ନିଶ୍ଚୟ ଟିକେ ଗ୍ରୋଥ୍ କରି ହେଲ୍ପ କରିବେ ଆଜି ପାଇଁ ବାସ୍ ଏତିକି ଦେଖା ହେବ ନୂଆ ଭିଡ଼ିଓରେ ବାଏ।